ଦେଖନ୍ତୁ ଗତ କିଛି ଦିନ ତଳେ ମୁଁ ଗୋଟେ ଖବର ପ୍ରସାରଣ କରିଥିଲି ଏଇ ରୁରାଲ୍ ନ୍ୟୁଜ୍ ମାଧ୍ୟମରେ ଯେ ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାକୁ ଜିଲ୍ଲା ପ୍ରଶାସନ କାର୍ଯ୍ୟକାରୀ କରୁନି କିମ୍ବା ଯିଏ ସ୍ଥାନୀୟ ଯେଉଁ ଅଧିକାରୀମାନେ ରହିଲେ ତାକୁ କାର୍ଯ୍ୟକାରୀ କରୁନାହାନ୍ତି। এই କଥାକୁ ଯେତେବେଳେ ମୁଁ ଖବର ପ୍ରସାରଣ କରିଥିଲି ପରବର୍ତ୍ତୀ ସମୟରେ ମଧ୍ୟ ଅଧିକାରୀମାନେ ଯେଉଁ ବେଆଇନ ବାଲି ଚୋରାଚାଲାଣ କରାଯାଉଥିଲା ସେଇ ଗାଡ଼ିକୁ ମଧ୍ୟ ଜବତ କରିଥିଲେ। କିନ୍ତୁ ଆଜି ଯେଉଁ ଦୃଶ୍ୟକୁ ଆପଣଙ୍କୁ ଲାଇଭ୍ ଦୃଶ୍ୟ ଦେଖାଉଛି ଏ ହେଉଛି ପିପିଲି ନୂଆ ଶାସନ ନୂଆ ସାହିର ଦୃଶ୍ୟ। ଆପଣ ଯେଉଁ ଭାର୍ଗବୀ ନଦୀ ଆପଣ ଦେଖୁଛନ୍ତି ସେ ଭାର୍ଗବୀ ନଦୀରେ ଏ କେତୋଟି ଯେଉଁ ରହିଛି ଜେସିବି ମେସିନ୍ କିଭଳି ବାଲି ଏକାଠି କରୁଛି ଏବଂ କେତୋଟି ଟ୍ରାକ୍ଟର ରହିଛି ଏବଂ ଯେଉଁ ସନ୍ଧ୍ୟା ହେଲେ ଏଇ ଯେଉଁ ବାଲିକୁ ହାଇୱା ମାଧ୍ୟମରେ ବିଭିନ୍ନ ଜାଗାକୁ ଚୋରାଚାଲାଣ କରାଯିବ। ଦେଖନ୍ତୁ ପ୍ରକୃତପକ୍ଷେ ଯଦି କହିବା ଗତକାଲି ମଧ୍ୟ ମାଇନ୍ସ ଅଧିକାରୀ ପିପିଲିର ବିଭିନ୍ନ ଯେଉଁ ବେଆଇନ ଘାଟ ଅଛି ସେ ବେଆଇନ ଘାଟକୁ ମଧ୍ୟ ଯାଇକି ଅନୁଧ୍ୟାନ କରୁଥିଲେ ଏବଂ ତାଙ୍କ ସହିତ ଯେତେବେଳେ ଆଲୋଚନା କରୁଥିଲୁ ସେ ମଧ୍ୟ ଗୋଟେ କଥା କହୁଥିଲେ ଦେଖନ୍ତୁ ଯେହେତୁ ଆମ ପାଖେ ସଫିସିଏଣ୍ଟ କର୍ମଚାରୀ ନାହାନ୍ତି ତେଣୁ ପୁରା ଜିଲ୍ଲାକୁ ଆୟତ୍ତ କରିବା ନିଶ୍ଚିନ୍ତ ଆମ ପକ୍ଷେ ଗୋଟେ କଷ୍ଟଦାୟକ ବେପାର। କିନ୍ତୁ ଯେତେବେଳେ ତହସିଲ ପ୍ରଶାସନ ରହୁଛନ୍ତି ତହସିଲ ପ୍ରଶାସନ ତହସିଲଦାର ନିଦାବିଷ୍ଣୁ ସାଜିଛନ୍ତି ଅଞ୍ଚଳରେ କୌଣସି କୌଣସି ଜାଗାରେ ଯେତେବେଳେ ବାଲିଘାଟ ବେଆଇନ ଭାବରେ ଚାଲୁଛି କିମ୍ବା ମରମ ଚୋରାଚାଲାଣ କରାଯାଉଛି ସେ କଥାକୁ ଯେତେବେଳେ ଅଭିଯୋଗ ଆସୁଛି ସେ ଅଭିଯୋଗକୁ ସେ କୌଣସି ପ୍ରକାର ଗୁରୁତ୍ୱ ଦେଉନାହାନ୍ତି। ମାଇନ୍ସ ଅଧିକାରୀ ମଧ୍ୟ ଯେତେବେଳେ ଯାଇଥିଲେ ଯଦି କହିବା ମାଇନ୍ସ ଅଧିକାରୀ ଯେତେବେଳେ ଘଟଣାସ୍ଥଳକୁ ଯାଉଛନ୍ତି ସେତେବେଳେ ମାନେ ସମସ୍ତେ ଯେଉଁ ବାଲି ମାଫିଆ ମାନେ ସୁନା ପିଲା ହେଇଯାଉଛନ୍ତି ଘାଟରେ ସେମାନେ କୌଣସି ସୂତ୍ରରେ ଖବର ପାଇ ଘାଟ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହୁଛି କେବଳ ଖାଲି ଜାଗାକୁ ପରିଦର୍ଶନ କରିକି ଆସୁଛନ୍ତି ଆଉ କେବଳ ସରକାରୀ ଅର୍ଥ ବ୍ୟୟ କରାଯାଉଛି। କିନ୍ତୁ ପ୍ରକୃତ ପକ୍ଷେ ଯେତେବେଳେ ବାଲି ଘାଟ ଚାଲୁଛି ସେଠି ରାସ୍ତା ନିର୍ମାଣ କରାଯାଉଛି ତା ପୂର୍ବରୁ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି କିନ୍ତୁ ତା ପୂର୍ବରୁ ମଧ୍ୟ ଯେଉଁ ଅଧିକାରୀ ପହଞ୍ଚିବା ପୂର୍ବରୁ ଖବର ପହଞ୍ଚି ଯାଉଛି ଏ ମାଫିଆଙ୍କ ପାଖରେ ମାଫିଆମାନେ ସୁନା ପିଲା ହେଇଯାଉଛନ୍ତି ଏବଂ ସେଠି ବାଲି ଚୋରାଚାଲାଣ ସେଇ ଦିନ ସେଇ ସମୟ ପାଇଁ ବନ୍ଦ ରହୁଛି। ଗତକାଲି ଯେତେବେଳେ ଆସିଥିଲେ ପିପିଲିରେ ଯଦି କହିବା ଯେଉଁ ଚାଲିଛି 20ରୁ ଉର୍ଦ୍ଧ୍ୱ ବେଆଇନ ବାଲିଘାଟ ସେଇ ଘାଟ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା ଏବଂ ସବୁ ଜେସିବି ହାଇୱା ସବୁ ରାସ୍ତା ଉପରେ ଥୁଆ ହେଇଥିଲା। ଅଧିକାରୀମାନେ ଗଲେ ବୁଲିକି ଆସିଲେ ଅନୁଧ୍ୟାନ କଲେ ଏବଂ ଅନୁଧ୍ୟାନର ରିପୋର୍ଟ ପରବର୍ତ୍ତୀ ସମୟରେ ସେ ଜିଲ୍ଲା ପ୍ରଶାସନକୁ କିମ୍ବା ତାଙ୍କ ହାଇର ଅଥରିଟିକୁ କ'ଣ ଦେବେ ସେ ତ ପରବର୍ତ୍ତୀ କଥା। କିନ୍ତୁ ଯେତେବେଳେ ଅଧିକାରୀମାନେ ସେଠି ଯାଉଛନ୍ତି ସେ ସମୟରେ ବାଲିଘାଟରେ ବାଲି ଚୋରାଚାଲାଣ କାମ ବନ୍ଦ ରହୁଛି। କିନ୍ତୁ ଆଜି ଯେଉଁ ଦୃଶ୍ୟକୁ ମୁଁ ଆପଣଙ୍କୁ ଦେଖେଇଛି ଗତକାଲି ଅଧିକାରୀ ଯେତେବେଳେ ଆସିଥିଲେ ଏଇ ନୂଆ ଶାସନ ବାଲିସାହି ଯେଉଁ ରହିଛି ନୂଆସାହି ଯେଉଁ ଅଞ୍ଚଳରେ ଏଠି ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। କିନ୍ତୁ ଦେଖନ୍ତୁ ଆଜି ଏଠି କିଭଳି ଏ ସମୟ ପାଖାପାଖି 5ଟା ହେବ ଏଇ ସମୟରେ ମଧ୍ୟ କିଭଳି ଏଠି ମଧ୍ୟ ବାଲି ଚୋରାଚାଲାଣ କାମ ତ୍ୱରାନ୍ୱିତ ହେଉଛି ଏବଂ କିଭଳି ପ୍ରସ୍ତୁତ କରାଯାଉଛି। ଦେଖନ୍ତୁ ଯଦି କହିବା ଯେଉଁ ବାଲିଘାଟକୁ ନେଇକି ଗତ କିଛି ଦିନ ତଳେ ବଳଙ୍ଗା ଥାନାରେ ମଧ୍ୟ ଗୋଟେ ଅଭିଯୋଗ ରହିଥିଲା ଏଇ ବାଲିଘାଟକୁ ନେଇକି ସେଠି ଟ୍ରାକ୍ଟର ଭଙ୍ଗାରୁଜା ହେଇଥିଲା ଏବଂ ଆକ୍ରମଣ ହେଇଥିଲା 4-5 ଜଣ ମଧ୍ୟ ଆହତ ହେଇଥିଲେ ଏବଂ ଏହି ଘଟଣା ପରେ ବାଲିଘାଟକୁ ନେଇକି ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ମଧ୍ୟ କୁହାଯାଉଥିଲା। କିନ୍ତୁ ଦେଖନ୍ତୁ ବାଲିଘାଟକୁ ନେଇକି ଯେତେବେଳେ ବାଲି ମାଫିଆ ମାନେ ଦୁଇ ଗାଁ ଯେଉଁ ଗାଁଟି ରହିଥିଲା ସେଇ ଗାଁକୁ ନେଇକି ଯେଉଁ ଦେଉଳି କଥା କୁହାଯାଉଛି ସେ ଦେଉଳି ଗାଁରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କିନ୍ତୁ ଗଣ୍ଡଗୋଳ ପରେ ସେମାନେ କେସ୍ ଖାଇଲେ ଏବଂ ଏବେ ମଧ୍ୟ ଯେହେତୁ କେସ୍ ରହିଛି ସେମାନେ ମଧ୍ୟ ଯାହା ଆମ ପାଖରେ ସୂଚନା ଅଛି ଅନେକ ଲୋକ ମଧ୍ୟ ନୁଚୁଛନ୍ତି। କିନ୍ତୁ ମାଫିଆ ମାନେ ସେମାନେ କିଭଳି ତତ୍ପର ଅଛନ୍ତି ଏଇ ବାଲି ଘାଟକୁ ନେଇକି ସେଇ ବାଲି ଘାଟରେ କିଭଳି ଚୋରାଚାଲାଣ କରାଯାଉଛି ସେ କଥାକୁ ଦେଖନ୍ତୁ। କେବଳ ଏଠି ବାଲିଘାଟ କେମିତି ଚାଲୁଛି ଏ ବାଲିଘାଟ ଚାଲିବା ପଛରେ ମାଷ୍ଟର ମାଇଣ୍ଡ କିଏ ଅଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ବାଲିଘାଟ ଚାଲୁଛି ଏ ବାଲିଘାଟ ଚାଲିବା ଏବଂ ବାଲିଘାଟ ଯେଉଁମାନେ ଚଲାଉଛନ୍ତି ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି ସରକାରୀ ଅଧିକାରୀମାନେ ତା ପଛର ରହସ୍ୟ କ'ଣ? କାରଣ ତା ପଛର ଯଦି ରହସ୍ୟ ଆପଣ ଖୋଜିବେ ତା ପଛର ଗୋଟିଏ ରହସ୍ୟ ରହୁଛି ସେମାନଙ୍କୁ ବଦଳି କରାଯିବାର ଭୟ ଦେଖାଯାଉଛି। ସେମାନେ ଜାଣିଛନ୍ତି ଯଦି ଆମେ ଆକ୍ସନ୍ ନେବୁ ଏଇ ଆକ୍ସନ୍ ନେବା ଫଳରେ ଆମକୁ ଚାକିରିରୁ ବଦଳି କରାଯିବ ମିଥ୍ୟା ଅଭିଯୋଗ ତାଙ୍କ ନାଁରେ ମଧ୍ୟ ଅଣାଯାଇପାରେ ସେଇ ଭୟରେ ମଧ୍ୟ ସେମାନେ ଚୁପ୍ ରହୁଛନ୍ତି ନିରୁତ୍ତର ରହୁଛନ୍ତି ଏବଂ ସବୁ ଦେଖି ଶୁଣି ଜାଣି ମଧ୍ୟ ତାଙ୍କୁ ନୀରବ ରହିବାକୁ ପଡ଼ୁଛି। ଆପଣ ଏଇ ଯେଉଁ ବାଲିଘାଟ ଚାଲୁଛି ଏ ବାଲିଘାଟ ଚଲାଉଛି କିଏ ଅଛି
ଏ ବାଲିଘାଟ ଚଲେଇବାର ପ୍ରମୁଖ ଯେତେବେଳେ ସରକାର କହୁଛନ୍ତି ମୁଖ୍ୟମନ୍ତ୍ରୀ କହୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ କଥାକୁ ଏଠି ଅଣଦେଖା କରିବାକୁ କେମିତି ସାହସ କରୁଛନ୍ତି ଅଧିକାରୀମାନେ ତା ଗୋଟେ ସବୁଠୁ ବଡ଼ ପ୍ରଶ୍ନ। ତେଣୁ ଅଧିକାରୀମାନେ ମଧ୍ୟ କାହା ଚାପରେ ଏଠି ଚାପି ଯାଉଛନ୍ତି ସେଇଟା ମଧ୍ୟ ଗୋଟେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ତେଣୁକରି ଏଇ ଯେଉଁ ଭିଜୁଆଲ୍ ଆପଣ ଦେଖୁଛନ୍ତି ଏଇ ଭିଜୁଆଲ୍ରୁ ପ୍ରମାଣ କରୁଛି ଏଇ ମୁଖ୍ୟମନ୍ତ୍ରୀଙ୍କ କଥାକୁ ପିପିଲି ପ୍ରଶାସନ, ଜିଲ୍ଲା ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁରୀ ପ୍ରଶାସନ କିଭଳି ମାନୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସରକାର କହୁଥିବା ମୁଖ୍ୟମନ୍ତ୍ରୀଙ୍କ କଥାକୁ ପିପିଲିରେ କେତେ ଦୂର ଗ୍ରହଣ କରାଯାଉଛି ଏଥିରୁ ମଧ୍ୟ ସ୍ପଷ୍ଟ ପ୍ରମାଣ ହେଉଛି। ବାରମ୍ବାର ଅନେକ ସମୟରେ ସେ ବିଜେଡ଼ି କଥା କୁହନ୍ତୁ, କଂଗ୍ରେସ କଥା କୁହନ୍ତୁ କିମ୍ବା ବିଭିନ୍ନ ରାଜନୈତିକ ଦଳ କଥା କୁହନ୍ତୁ, ସାଧାରଣ ଲୋକଙ୍କ କଥା କୁହନ୍ତୁ, ସମସ୍ତେ କହୁଛନ୍ତି ଯେ ବାଲି ଚୋରାଚାଲାଣ କରାଯାଉଛି। ଏଠି ଯଦି କୁହାଯିବ ଏଠି ବର୍ତ୍ତମାନ ବିଜେପି ସରକାର ରହିଛନ୍ତି, ବିଜେପି ସରକାରଙ୍କର ବିଧାୟକ ରହିଛନ୍ତି, ପୁରୀରେ ରହିଛନ୍ତି ବିଜେପିର ଯେ ଏମ୍ପି ରହିଛନ୍ତି, ସିଏ କ'ଣ ପାଇଁ ଚୁପ୍ ରହୁଛନ୍ତି? ଏ ସ୍ଥାନୀୟ ବିଧାୟକ ଏଠି କ'ଣ ପାଇଁ ଚୁପ୍ ରହିଛନ୍ତି, କ'ଣ ପାଇଁ ମୁହଁ ଖୋଲୁନାହାନ୍ତି? ଅନେକ ସମୟରେ ବିଭିନ୍ନ କଥାକୁ ନେଇକି ସିଧାସଳଖ ଅଧିକାରୀମାନଙ୍କୁ ତାଗିଦ କରିବା କଥା ଜଣାଯାଉଛି, କିନ୍ତୁ ଏ ବାଲିଘାଟକୁ ନେଇକି ସ୍ଥାନୀୟ ବିଧାୟକ କ'ଣ ପାଇଁ ମଧ୍ୟ ଚୁପ୍ ରହୁଛନ୍ତି ତା ଗୋଟେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ସମସ୍ତଙ୍କ ମନରେ। ଏବଂ ଗୋଟେ ଚର୍ଚ୍ଚା ମଧ୍ୟ ଚାଲିଛି ବିଭିନ୍ନ ଗାଁରେ ମଧ୍ୟ ଯେଉଁ ଏବେ ଦେଖନ୍ତୁ ବିନାୟକପୁର ଯେଉଁ ଆମ ପାଖରେ ଯାହା ଖବର ରହିଛି ଏ ଯେଉଁ ଭାର୍ଗବୀ ନଦୀ ବିନାୟକପୁର ପୁଣି ନୂଆ ଘାଟ କରାଯିବ। ଯେଉଁ ଗାଁ ରହିଛି ସେ 3ଟି ଗାଁ ସେଠି ରହିଛନ୍ତି, ଯେଉଁ ରହିଛନ୍ତି ସବର୍ଣ୍ଣ ଏବଂ ଅସବର୍ଣ୍ଣ ଗାଁ କଥା କୁହାଯାଉଛି। ତାଙ୍କ ଭିତରେ 2 ଲକ୍ଷ 6 ଲକ୍ଷ ଟଙ୍କା ବଣ୍ଟା ଯାଇଛି ଏବଂ ଅତି ଖୁବ୍ ଶୀଘ୍ର ଘାଟ ଚାଲିବ ଏବଂ କାହାକୁ କେତେ ଟଙ୍କା ଦିଆଯିବ ସେ କଥା ମଧ୍ୟ ସ୍ଥିର କରାଯାଉଛି। ଏଇ ଯେତେବେଳେ ଲକ୍ଷ ଲକ୍ଷ ଟଙ୍କା ଏଠି ଚୋରାଚାଲାଣ କରାଯାଉଛି, ଅଧିକାରୀମାନେ ଚୁପ୍ ରହୁଛନ୍ତି ଏବଂ ସ୍ଥାନୀୟ ତହସିଲଦାର ଚୁପ୍ ରହୁଛନ୍ତି, ପୋଲିସ ପ୍ରଶାସନ ଚୁପ୍ ରହୁଛନ୍ତି, ଜିଲ୍ଲା ପୋଲିସ ଚୁପ୍ ରହୁଛି କି ଜିଲ୍ଲା ପ୍ରଶାସନ ଚୁପ୍ ରହୁଛି। ତେଣୁ ଆ ପଛର ମୁଖ୍ୟ କାରଣ କ'ଣ ହେଇପାରେ ବୋଲି ପ୍ରଶ୍ନବାଚୀ ସମସ୍ତଙ୍କ ମନରେ ଗୋଟେ ପ୍ରକାର ଉଙ୍କି ମାରିବା ଗୋଟେ ସ୍ୱାଭାବିକ କଥା। ଆ ପଛର ମୁଖ୍ୟ କାରଣ ହେଉଛି ଏ ରାଜନୈତିକ ଚାପ ରହୁଛି। ଏ ରାଜନୈତିକ ଚାପ କିଏ ଦେଉଛି? ଯେଉଁମାନେ ଏଠି ବାଲିଘାଟ ଚଲାଉଛନ୍ତି, ଏଇ ଯେଉଁ ଭିଜୁଆଲ୍ ଆପଣ ଦେଖୁଛନ୍ତି, ଏଇ ବାଲିଘାଟ ଚଲାଇବା ଯେଉଁ ନୂଆ ଶାସନ ଯେଉଁ ନୂଆସାହି ଅଞ୍ଚଳରେ ବାଲି କିଏ ଉଠାଉଛି? ଏ ମଇନପିଢ଼ିରେ ବାଲି କିଏ ଉଠାଉଛି? ମଇନପିଢ଼ିରେ ଜଣେ ଦକ୍ଷ ସାର୍ ବାଲି ଉଠାଉଥିବା କଥା ଚର୍ଚ୍ଚା ହେଉଛି। ନୂଆ ଶାସନରେ ମଧ୍ୟ ଜଣେ ରାଜନୈତିକ ଶକ୍ତିଶାଳୀ ଲୋକ ଉଠାଉଥିବା କଥା କୁହାଯାଉଛି। ଆପଣଙ୍କର ଗଙ୍ଗାପଡ଼ାରେ ମଧ୍ୟ ସେଇ ଅବସ୍ଥା, ବର୍ତ୍ତମାନ ପାରିଚରରେ ମଧ୍ୟ ସେଇ ଅବସ୍ଥା। ଏବଂ ଏଇ ଯେଉଁ ଘଟଣା ଆପଣ ଦେଖୁଛନ୍ତି ବର୍ତ୍ତମାନ ଏଇ ଯେଉଁ ନୂଆସାହିର ଭିଜୁଆଲ୍ କେବଳ ଯଦି ମୁଁ ଆପଣଙ୍କୁ ଦେଖାଉଛି ଏ ଲାଇଭ୍ ଭିଜୁଆଲ୍ ଆପଣ ନୂଆସାହିର ଯେଉଁ ନୂଆ ଶାସନ ନୂଆସାହି ଅଞ୍ଚଳ ଦେଖୁଛନ୍ତି, ଇଏ ଦିନ ଦ୍ୱିପହରେ ଏଠି ମଧ୍ୟ ବାଲିକି କିଭଳି ଏକାଠି କରାଯାଉଛି ଏବଂ ସନ୍ଧ୍ୟା ପରେ ଏଠି ହଜାର ହଜାର ସଂଖ୍ୟାରେ ହାଇୱା ମାଧ୍ୟମରେ ବାଲି ଏଠୁ ଚୋରାଚାଲାଣ କରାଯାଉଛି। ତେଣୁ ଏଠି ଗୋଟେ କଥା ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ କଥା କହୁଛନ୍ତି, ଲୋକଙ୍କ ସରକାର କଥା କହୁଛନ୍ତି, ତା ପିପିଲି ପାଇଁ ନୁହେଁ କି? ପିପିଲିର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନିବେ ନାହିଁ କି? ଏଠି କେବଳ ମାଇନ୍ସ ଅଧିକାରୀ ଆସିବେ, ମାଇନ୍ସ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବେ, ତାଙ୍କ ରିପୋର୍ଟ ପ୍ରଦାନ କରିବେ, ତାଙ୍କ ପାଖରେ ଅଧିକାରୀ ନାହାନ୍ତି ବୋଲି କହିବେ ଏବଂ ତାଙ୍କ ପହଞ୍ଚିବା ପୂର୍ବରୁ ମଧ୍ୟ ସେଠି ଖବର ପହଞ୍ଚି ଯାଉଛି, ବାଲି ଚୋରାଚାଲାଣ ମଧ୍ୟ ବନ୍ଦ ହୋଇଯାଉଛି। ଏଇ ଯଦି ଘଟଣା ଚାଲେ ତାହେଲେ ମୁଖ୍ୟମନ୍ତ୍ରୀଙ୍କ କଥାକୁ ସାଧାରଣ ଲୋକ କେତେ ବିଶ୍ୱାସ କରିବେ? ଏବଂ ସବୁବେଳେ ଗୋଟେ କଥା ଯେତେବେଳେ ମୁଁ ଏଇ ଖବର ପ୍ରସାରଣ କରୁଛି ଅନେକ ସମୟରେ କମେଣ୍ଟ ବକ୍ସରେ ମୁଁ ଦେଖୁଛି ଯେ 24 ବର୍ଷ ଧରି ହେଉଥିଲା, 24 ବର୍ଷ ଧରି ହେଉଥିଲା, 24 ବର୍ଷ ଧରି ଯଦି ହେଉଥିଲା ସେଥିପାଇଁ ଲୋକମାନେ ପରିବର୍ତ୍ତନ ଆଣିଥିଲେ, ନୂଆ ସରକାର ଆସିଲେ। ନୂଆ ସରକାର ଆସିବା ଫଳରେ ଯେଉଁ ଚୋରି କରାଯାଉଥିଲା ସେ ଚୋରିରୁ ସେମାନେ ମୁକ୍ତି ପାଇବେ, ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲା ସେ ଅସୁବିଧାର ସମ୍ମୁଖୀନ ହେବେ। ଯଦି 24 ବର୍ଷ କଥା କୁହାଯିବ, 24 ବର୍ଷରେ ବହୁତ ହୁଏ ଯେଉଁ ଘଟଣା ଘଟୁନଥିଲା ସେଇ 1.5 ବର୍ଷରେ ପିପିଲି ଅଞ୍ଚଳରେ ଯେଉଁଭଳି ଭାବରେ ବାଲି ଚୋରି କରାଯାଉଛି ତା ମଧ୍ୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ତେଣୁ ବାଲି ଚୋରି ଯେଉଁମାନେ କରୁଛନ୍ତି, ବାଲି ଯେଉଁ ଅଞ୍ଚଳରୁ ବର୍ତ୍ତମାନ ବାଲିକି ବର୍ତ୍ତମାନ ଚୋରାଚାଲାଣ କରାଯାଉଛି,
ସେ ଅଞ୍ଚଳରେ କେଉଁମାନେ ଚୋରା ଚାଲାଣ କରୁଛନ୍ତି, ସେମାନେ ରାଜନୈତିକ ଛତ୍ରଛାୟା ତଳେ ରହିଥିବା ରାଜନୈତିକ ବ୍ୟକ୍ତିମାନେ ଚୋରା ଚାଲାଣ କରୁଛନ୍ତି, ଯାହା ପାଇଁ ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ କିମ୍ବା ଯେଉଁ ସ୍ଥାନୀୟ ତହସିଲଦାର ତାଙ୍କ ଉପରେ ହାତ ଦେବାକୁ ମଧ୍ୟ ଭୟ କରୁଛନ୍ତି। ତେଣୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଇ ଯେଉଁ ଲାଇଭ୍ ଭିଜୁଆଲ୍ ମାଧ୍ୟମରେ ଆମେ ମଧ୍ୟ ଜିଲ୍ଲା ପ୍ରଶାସନକୁ ଏବଂ ପୋଲିସ ପ୍ରଶାସନକୁ ଅନୁରୋଧ କରିବା, ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକ୍ରମକୁ ପାଳନ କରନ୍ତୁ। ଏବଂ ମୁଖ୍ୟମନ୍ତ୍ରୀ ଯେଉଁ କହିଥିଲେ ବାଲି ମାଫିଆ ସାବାଡ଼ ହେବେ, ଯେଉଁ ବାଲି ମାଫିଆଙ୍କୁ କିଭଳି ପିପିଲି ପୋଲିସ ପ୍ରଶାସନ ହୁଅନ୍ତୁ କିମ୍ବା ଜିଲ୍ଲା ପୋଲିସ ପ୍ରଶାସନ ହୁଅନ୍ତୁ କିମ୍ବା ଯେ ମାଇନ୍ସ ଅଧିକାରୀ ହୁଅନ୍ତୁ କିଭଳି ସାବାଡ଼ କରୁଛନ୍ତି ତା ତ ପରବର୍ତ୍ତୀ ସମୟରେ ଦେଖାଯିବ। କିନ୍ତୁ ଆମେ ମଧ୍ୟ ଆଶା ରଖିବା ସ୍ଥାନୀୟ ବିଧାୟକ ଏବଂ ଯେ ସ୍ଥାନୀୟ MP ରହିଛନ୍ତି ତା ଉପରେ ମଧ୍ୟ ସେ ନିଜେ ଉତ୍ତରଦାୟୀ ଅଛନ୍ତି, କାରଣ ତାଙ୍କୁ ଯେତେବେଳେ ଲୋକମାନେ ଭୋଟ ଦେଇ ଏଠି ନିର୍ବାଚିତ କରୁଛନ୍ତି ତାଙ୍କର ମଧ୍ୟ ଉତ୍ତରଦାୟିତ୍ୱ ରହୁଛି ଲୋକମାନଙ୍କ ପାଇଁ। ଏଇଭଳି ଯେଉଁ ଘଟଣା ଘଟୁଛି ଏଇ ଘଟଣାକୁ ମଧ୍ୟ ତାଙ୍କର ଉତ୍ତରଦାୟିତ୍ୱ ରହିଛି। ଯେଉଁ ଯେଉଁ ଜାଗାରେ ବାଲି ଚୋରା ଚାଲାଣ କରାଯାଉଛି ସେ ମଧ୍ୟ ନିର୍ଦ୍ଦେଶ ଦିଅନ୍ତୁ, ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ସେଇ ବାଲି ଚୋରା ଚାଲାଣ ରୋକିବାରେ କିଭଳି ରୋକ ଲଗାଯାଇପାରିବ ସେଥିପାଇଁ ମଧ୍ୟ ଦାୟିତ୍ୱ ନେବାର ଆବଶ୍ୟକ ରହିଛି। କେବଳ ପୁରୁଣା ସରକାରକୁ ଦୋଷ ଦେଇ ଆଉ ଠକାଯାଇ ନପାରେ, କାରଣ 1.5 ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଗଲାଣି। ତେଣୁ ନିଶ୍ଚିନ୍ତ ରୂପେ ଆଶା କରାଯାଇପାରିବ ମୋ ଅଞ୍ଚଳ ମାଝୀ ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ପିପିଲି ଅଞ୍ଚଳରେ ତା ପାଳନ କରାଯିବ। ଆଉ ଆଗାମୀ ଦିନରେ ପରବର୍ତ୍ତୀ ସମୟରେ ପୁଣି ଏଇଭଳି ଲାଇଭ୍ ଭିଜୁଆଲ୍କୁ ନେଇକି ଆମେ ଆସିବୁ ଏବଂ এই ভিজুয়াল বাজিবা পরে এই খবর প্রসারণ পরে জেলা প্রশাসন এবং স্থানীয় তহসিলদার এবং মাইন্স বিভাগ এবং বিশেষ করে যদি কইবা যে রইলে স্থানীয় বিধায়ক এবং স্থানীয় MP কেতে তৎপর নেউଛନ୍ତି এবং কেতে নিজକୁ উত্তরদায়ী କରୁଛନ୍ତି এবং ଏହା ଉପରେ କେତେ ରୋକ ଲଗାଇବାରେ ସହାୟକ ହେଉଛନ୍ତି ତା ଲୋକ ବିଚାର କରିବେ।